ସାଙ୍ଗମାନେ ଆପଣମାନଙ୍କ ପ୍ରିୟ ଧାରାବାହିକ ରାଜଯୋଗ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ଘରକୁ ସୋନା ରିୟା ଦିଆ ଫେରିଛନ୍ତି ଏତେବେଳେ ସାହୁ ବାବୁ କହୁଛନ୍ତି ଆଚ୍ଛା ତିନି ବୋଉ ଯାକ ଘରକୁ ଆସିଲ ଏବେ ଆମ ସମସ୍ତଙ୍କ ସାମ୍ନାରେ ଦେଖାଅ ସବୁଠାରୁ କମ ଟଙ୍କାରେ ଅଧିକ ରୋଷେଇ ସାମାନ କିଏ ଆଣିଛି। ସେତେବେଳେ ପରିବାର ଲୋକ ଆଉ ସାହୁ ବାବୁ ଦେଖୁଛନ୍ତି ସୋନା ଆଉ ରିୟା ଘରକୁ ଖାଲି ହାତରେ ଫେରିଛନ୍ତି ଆଉ ତାଙ୍କ ଅବସ୍ଥା ବି ବହୁତ ଖରାପ ଅଛି। ଆଉ ଏତେବେଳେ ଆୟାନା ଆଉ ସମସ୍ତେ ଦେଖୁଛନ୍ତି ଦିଆ ଘରକୁ ଖୁବ ସାରା ପରିବା ଆଣି କିଛି ଟଙ୍କା ମଧ୍ୟ ବଞ୍ଚିଛି। ଆଉ ଏତେବେଳେ ଆୟାନ କହୁଛନ୍ତି ଆରେ ଦିଆ ତମେ ହାତରେ କିଛି ଟଙ୍କା ଅଛି ଆଉ ଏତେ ସାରା ପରିବା ଅଛି ଆଜି ତ ତମକୁ ମାନିଗଲି। ଆଉ ଏତେବେଳେ ଦିଆ ଖୁସି ହେଇଯିବ କିନ୍ତୁ ଏତେବେଳେ ସୋନା ଆଉ ରିୟା କହିବେ ଇଏ ଜାଣିଶୁଣି ଆମ ସମସ୍ତଙ୍କୁ ଫସେଇ ଦେଇଛି। ଏଠି ଆସି ସମସ୍ତଙ୍କ ଆଗରେ ଭଲେଇ ଦେଖି କହୁଛି ଯେମିତି କିଏ କିଛି ଜାଣିନି। ଆଉ ଏତେବେଳେ ଦିଆ କହିବେ ମୁଁ କଣ କଲି। ଆଉ ଏତେବେଳେ ସୋନା ଆଉ ରିୟା କହିବେ ଯେ ତୁ ଜାଣିନୁ ତୁ କଣ କଲୁ। ଆରେ ମାର୍କେଟିଂରେ ଗୋଟେ ଛୋଟ ପିଲା ଆସି ଆମ ହାତରୁ କିଛି ଟଙ୍କା ଛଡ଼େଇ ନେଇଗଲା ଆମେ ତ ସବୁ କିଛି ମାର୍କେଟିଂ ମଧ୍ୟ କରିଥିଲୁ। ଆମେ ଦୁହେଁ ଯେତେବେଳେ ଅନ୍ୟ ଦୋକାନକୁ ଯିବାକୁ ବାହାରିଥିଲୁ ଇଏ ଗୋଟେ ପିଲା ହାତରେ ଆମ ଟଙ୍କାକୁ ଛଡ଼େଇ ନେଇଛି ଆଉ ସେଥିଲାଗି ଆମର ଏ ଅବସ୍ଥା ହେଇଛି। ସୋନା କହିବେ ଏ ଦିଆ ଚାଲାକି କରି କିଛି ଗୁଣ୍ଡାକୁ ଟଙ୍କା ଦେଇ ଆମ ପଛରେ ଲଗେଇ ଦେଇଥିଲା ଦେଖନ୍ତୁ ଆମର ଅବସ୍ଥା କଣ ହେଇଛି। ଦିଆ ଆଉ ସୋନାଙ୍କ ଏମିତି ଅବସ୍ଥା ଦେଖି ସାହୁ ବାବୁ ଆଉ ପରିବାର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହେଇ ପଡ଼ିବେ। ତେବେ ଫ୍ରେଣ୍ଡସ୍ ଆପଣମାନଙ୍କୁ କଣ ଲାଗୁଛି କଣ ସତରେ ପରିବାର ଲୋକ ସମସ୍ତେ ଦିଆକୁ ଭୁଲ ବୁଝିବେ? ଯଦି ହଁ ତାହେଲେ ଆମକୁ ୟେସ୍ ବୋଲି କମେଣ୍ଟ କରନ୍ତୁ। ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ନ ଆସିଲେ ସବସ୍କ୍ରାଇବ୍ କରିବେ।